छत्तीसगढ़ के बस्तर में भूकंप के झटके महसूस किए गए हैं, जिसकी वजह से डर के मारे अपने घरों से बाहर लोग नहीं निकल रहे हैं। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ବର୍ତ୍ତମାନ ଛତିଶଗଡ଼ରୁ ଗୋଟେ ନ୍ୟୁଜ୍ ଆସୁଛି। ସେ ଖବରଟି ହେଉଛି କ'ଣ ଯେ ଛତିଶଗଡ଼ରେ ଭୂମିକମ୍ପ ହେଲା। ଆଉ ଛତିଶଗଡ଼ରେ ଏମିତି ଭୂମିକମ୍ପ ହେଲା, ଭୂଇଁ ସବୁ ଥରିବାକୁ ଲାଗିଲା, ଘରଗୁଡ଼ା ସବୁ ହଲିବାକୁ ଲାଗିଲା। ଏମିତି ଭୂମିକମ୍ପ ହେଲା ଛତିଶଗଡ଼ରେ। ତେବେ ପ୍ରିୟ ବନ୍ଧୁଗଣ, ଆପଣମାନେ ଜାଣିଥିବେ ଯେ ଛତିଶଗଡ଼ରେ ମଧ୍ୟ ଆମମାନଙ୍କର ପ୍ରଭୁଙ୍କର ଲୋକମାନେ ଅଛନ୍ତି। ଛତିଶଗଡ଼ରେ ମଧ୍ୟ ଅନେକ ପାଳକ ପ୍ରଚାରକମାନେ ଅଛନ୍ତି, ଯେଉଁମାନେ କି ମଣ୍ଡଳୀ ଚଳାନ୍ତି, ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି। ଆଉ ବିଶେଷ ରୂପରେ କହିବାକୁ ଗଲେ ମୋଟାମୋଟି ଭାବରେ ସେମାନେ ପ୍ରଭୁ ଯୀଶୁଙ୍କର ସେମାନେ ସେବା କରନ୍ତି ଛତିଶଗଡ଼ରେ। କିନ୍ତୁ ଛତିଶଗଡ଼ରେ ତାଡ଼ନା ବି କମ୍ ହୁଏ ନାହିଁ ପ୍ରିୟ ବନ୍ଧୁଗଣ। ଛତିଶଗଡ଼ରେ ବି ବହୁତ ତାଡ଼ନା ଘଟେ। ବିଗତ ଦିନମାନଙ୍କରେ ଆମେ ଦେଖିଛୁ ଯେ ଛତିଶଗଡ଼ରେ କିପରି ବାଳକମାନଙ୍କୁ ପିଟାଗଲା, ସେମାନଙ୍କୁ ମରାଗଲା, ଜଣେ ପାଷ୍ଟରକୁ ମାରି ଦିଆଗଲା ଜୀବନରେ। ଏଇଟା ହେଇଗଲାଣି ବହୁତ ପୁରୁଣା ନ୍ୟୁଜ୍। ଆଉ ଜଣେ ପାଷ୍ଟରଙ୍କର ତାଙ୍କ ପୁଅକୁ ମାରି ଦିଆଗଲା, ବିରୋଧୀମାନେ ମାରିଦେଲେ, ଖ୍ରୀଷ୍ଟିଆନ ବୋଲି ବା ପ୍ରଭୁ ଯୀଶୁଙ୍କର ଲୋକ ବୋଲି ସେମାନେ ମାରିଦେଲେ। ଏମିତି ଘଟଣା ଆମେ ଶୁଣିଅଛୁ ବିଗତ ଦିନମାନଙ୍କରେ। ତ ବିଗତ ଦିନମାନଙ୍କରେ ମିଟିଂ ମଧ୍ୟ ହେବାର ଥିଲା। ପଲ ଦିନାକରନ ଆଉ ପ୍ରଫେଟ ବଜେନ୍ଦ୍ର ସିଂ ଏମାନଙ୍କ ମିଟିଂକୁ ମଧ୍ୟ କ୍ୟାନସେଲ୍ କରାଗଲା। ବିରୋଧୀମାନେ କ୍ୟାନସେଲ୍ କଲେ। ମୋଟାମୋଟି ଭାବରେ କହିବାକୁ ଗଲେ ବନ୍ଧୁଗଣ, ଛତିଶଗଡ଼ରେ ଯେଉଁ ପ୍ରଭୁଙ୍କ ସେବା କାର୍ଯ୍ୟ ବର୍ତ୍ତମାନ ଚାଲିଛି, ସେ ଅନୁସାରେ ବିରୋଧ ମଧ୍ୟ ଚାଲିଛି। ଆଉ ଅନେକଙ୍କୁ ନିର୍ଯାତନା ଦିଆଯାଇଛି। ତେବେ ଅନେକ କହନ୍ତି ଯେ ଏଇ ଭୂମିକମ୍ପ ସେଥିପାଇଁ ହେଲା। କାହିଁକି ହେଲା? ଯେହେତୁ ସେମାନେ ତାଡ଼ନା କରିଥିଲେ, ଯୀଶୁଙ୍କର ଲୋକମାନଙ୍କୁ ପିଟିଥିଲେ, ମାରିଥିଲେ, ତାଡ଼ନା କରିଥିଲେ, ସେଥିପାଇଁ ଏ ସମସ୍ତ ବିଷୟ ଘଟିଲା। ପ୍ରିୟ ବନ୍ଧୁଗଣ, କିନ୍ତୁ ମୁଁ ଏଥିରେ ଏକମତ ନୁହେଁ। କାହିଁକି ମୁଁ ଏଥିରେ ଏକମତ ନୁହେଁ, ତା ପରମେଶ୍ୱରଙ୍କ ବାକ୍ୟରୁ ହିଁ ଦେଖେଇକି ଆପଣଙ୍କୁ କହିବି ମୁଁ ଏଥିରେ ଏକମତ କାହିଁକି ନୁହେଁ। ଯଦି ଆମେ ତାଡ଼ନା ବିଷୟ ଦେଖିବା, ବାକ୍ୟରେ ଅଲରେଡ଼ି ଲେଖା ଅଛି ତୁମକୁ ତାଡ଼ନା ହେବ, ତୁମକୁ ସମର୍ପଣ କରାହେବ ଶତ୍ରୁ ହସ୍ତରେ, ତୁମେ ମାନେ କାରାଗାରରେ ତୁମେ ରହିବ, ମାନେ କାରାଦଣ୍ଡ ତୁମେ ଭୋଗ କରିବ, ତୁମେ ଜେଲ୍ ଦଣ୍ଡ ଭୋଗ କରିବ। ମୋ ନିମନ୍ତେ ତୁମକୁ ଅନେକ ଦୁଃଖ କଷ୍ଟ ସହିବାକୁ ପଡ଼ିବ, ଯେପରିକି ପାଉଲ ସହିଥିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟମାନେ ସହିଥିଲେ। ତେବେ ଏମିତି କୌଣସି ଦେଶ ନାହିଁ ଯେଉଁ ଦେଶରେ କି ତାଡ଼ନା ନାହିଁ। ପ୍ରିୟ ବନ୍ଧୁଗଣ, ତାଡ଼ନା ସବୁ ଦେଶରେ ରହିଅଛି। ଏପରିକି ଇସ୍ରାଏଲ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମସ୍ଥାନ ହେଲେ ମଧ୍ୟ ସେଠି ମଧ୍ୟ ତାଡ଼ନା ଅଛି। ଆପଣ ଜାଣିଛନ୍ତି କି? ହୁଏତ ଆପଣ ଜାଣିଥିବେ କି ନ ଜାଣିଥିବେ। ତାଡ଼ନା ସବୁ ଜାଗାରେ ଅଛି। ଆମେରିକାରେ ଅଛି, ସାଉଥ ଆଫ୍ରିକାରେ ଅଛି, ସାଉଥ କୋରିଆରେ ଅଛି, ଆମର ଭାରତବର୍ଷରେ ଅଛି। ତାଡ଼ନା ସବୁ ଜାଗାରେ ଅଛି। ଆଉ ଅନେକ ବିରୋଧୀମାନେ ସେମାନେ ଭାବନ୍ତି ଯେ ଖ୍ରୀଷ୍ଟ ଧର୍ମଟା ହେଉଛି ଏକ ବିଦେଶୀ ଧର୍ମ, ସେଥିପାଇଁ ବାହାରେ ଏମାନଙ୍କ ପାଇଁ ଠିକ୍ ଅଛି, ବାହାରେ ଏମାନଙ୍କୁ କିଛି ଅସୁବିଧା ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ବାହାରେ ବି ଅସୁବିଧା ରହିଛି। ଭାରତ ବାହାର କଥା ମୁଁ କହୁଛି। ତେଣୁ ତାଡ଼ନା ସବୁଆଡ଼େ ରହିଛି। ତେଣୁ ତାଡ଼ନା ହେଲା ବୋଲି ଯେ ଭୂମିକମ୍ପ ହେଲା, ସେଇଟା କହିବାଟା ଭୁଲ ଅଟେ। ତେବେ ଭୂମିକମ୍ପ କାହିଁକି ହେଲା? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଭବିଷ୍ୟତବାଣୀ ସଫଳ ହେବା ନିମନ୍ତେ ଭୂମିକମ୍ପ ହେଲା, ଏଇଟା ମୁଁ କହିପାରିବି। ଯଦି ଆପଣ ମୋ ସହିତ ଏକମତ, ତେବେ କମେଣ୍ଟ ବକ୍ସରେ ଆମେନ୍ ବୋଲି ଟାଇପ୍ କରନ୍ତୁ। ତେବେ କେଉଁଠି ଲେଖା ଅଛି ବାଇବଲରେ? ପ୍ରଭୁ ଯୀଶୁଖ୍ରୀଷ୍ଟ କେଉଁଠି କହିଛନ୍ତି? ଯଦି ଆମେ ଦେଖିବା ମାଥ୍ୟୁ ତାର 24 ପର୍ବ ତାର 5 ପଦରୁ 8 ପଦ, ଏଠି ଏପରି ଲେଖାଯାଏ, କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ଅନେକ ଭଣ୍ଡ ଖ୍ରୀଷ୍ଟ ତ ବାହାରି ଗଲେଣି ବନ୍ଧୁଗଣ, ଏଥିରେ କୌଣସି ସନ୍ଦେହ ନାହିଁ। 6 ଆଉ ତୁମେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ। ସାବଧାନ, ବ୍ୟାକୁଳ ହୁଅ ନାହିଁ,
କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ। ତେବେ ଏଠି ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ଏମିତି ଗୋଟିଏ ଦିନ ଆସୁଅଛି ଅନ୍ତ ଦିନରେ, ମାନେ ଶେଷ ଦିନରେ, ଯେତେବେଳେ ମୋର ଆଉ ଥରେ ଦ୍ୱିତୀୟ ଆଗମନ ହେବ, ତା ପୂର୍ବରୁ ଏହିସବୁ ଚିହ୍ନ ଘଟିବ ତୁମ ନିମନ୍ତେ। ତୁମେ କ'ଣ ଶୁଣିବ? ଯୁଦ୍ଧର ବିଷୟ ଶୁଣିବ ଆଉ ସଂଗ୍ରାମର ଜନରବ ଶୁଣିବ। ତେବେ ଯୁଦ୍ଧ ହେଉଛି ନା ନାହିଁ କୁହନ୍ତୁ ନା ବନ୍ଧୁଗଣ? ଯୁଦ୍ଧ ହେଉଛି, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଭବିଷ୍ୟତବାଣୀ କରିଥିଲେ ଯେ ଯୁଦ୍ଧ ହେବ। ଯାହା ଆଗକୁ ହେବ ସେ ବିଷୟ ପ୍ରଭୁ ଯୀଶୁଖ୍ରୀଷ୍ଟ ପୂର୍ବରୁ ହିଁ କହିଦେଇଥିଲେ ଯେ କ'ଣ ହେବ? ଭୂମିକମ୍ପ ହେବ, ଯୁଦ୍ଧ ହେବ, ଏ ସମସ୍ତ ବିଷୟ କହିଥିଲେ। ଲେଖା ଅଛି, ତାପରେ ଲେଖା ଅଛି, ସାବଧାନ ବ୍ୟାକୁଳ ହୁଅ ନାହିଁ, କାରଣ ଏ ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ। 7 ପଦ, କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। ଟିକେ ଧ୍ୟାନ ଦିଅନ୍ତୁ, ବିଶେଷ କରି 7 ପଦକୁ ଧ୍ୟାନ ଦିଅନ୍ତୁ। ମୁଁ ଆଉ ଥରେ ପଢ଼ୁଛି ଆପଣଙ୍କ ନିମନ୍ତେ। କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। ତେବେ ଭୂମିକମ୍ପ ହେଉଛି ନା ନାହିଁ? ହେଉଛି। ବିଗତ ଦିନମାନଙ୍କରେ ଅନ୍ୟାନ୍ୟ ଦେଶମାନଙ୍କରେ ହେଇଥିଲା। ବର୍ତ୍ତମାନ ଛତିଶଗଡ଼ରେ ହେଇଛି ଭୂମିକମ୍ପ। ଭୂମିକମ୍ପ ହେବାରୁ ଏଇଆ ସୂଚନା ଦିଏ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ଭବିଷ୍ୟତବାଣୀ କରିଥିଲେ ଶେଷ କାଳରେ କ'ଣ ହେବ? ଭୂମିକମ୍ପ ହେବ, ଦୁର୍ଭିକ୍ଷ ହେବ। ଏ ସମସ୍ତ ବିଷୟ ଘଟୁଛି। এই যে ভূমিকম্প ହେଲା, ଇଏ ହେଉଛି ତାର ଗୋଟିଏ ଉଦାହରଣ, ଭୂମିକମ୍ପ। ତେବେ ପ୍ରିୟ ବନ୍ଧୁଗଣ, ପରମେଶ୍ୱର ବାକ୍ୟ ସତ୍ୟ ଅଟେ, ଜୀବନ୍ତ ଅଟେ। ତେଣୁ ଯେଉଁମାନେ କହନ୍ତି ଯେ ଛତିଶଗଡ଼ରେ ମିଟିଂ ଭାଙ୍ଗିଦେଲେ ବୋଲି ବିରୋଧୀମାନେ, ସେଥିପାଇଁ ସେଠି ଭୂମିକମ୍ପ ହେଲା, ଆଉ ଖ୍ରୀଷ୍ଟିଆନ ଲୋକମାନଙ୍କୁ ତାଡ଼ନା କରୁଥିବାରୁ ଭୂମିକମ୍ପ ହେଲା, ସେମିତି ନୁହେଁ। ଭୂମିକମ୍ପ ହେଲା ମାନେ ଛତିଶଗଡ଼ରେ, କାରଣ ଛତିଶଗଡ଼ରେ କ'ଣ କେବଳ ବିରୋଧୀମାନେ ଅଛନ୍ତି କି? କ'ଣ ପ୍ରଭୁ ଯୀଶୁଙ୍କର ଲୋକମାନେ ନାହାନ୍ତି? ଖ୍ରୀଷ୍ଟିଆନ ଲୋକମାନେ କ'ଣ ସେଠି ରହନ୍ତିନି? ଖ୍ରୀଷ୍ଟିଆନ ଲୋକମାନେ ମଧ୍ୟ ସେଠି ରହନ୍ତି, ସେଠି ଅଛନ୍ତି। ସେଥିପାଇଁ ତାଡ଼ନା ହେଲା ବୋଲି, ଭୂମିକମ୍ପ ହେଲା ବୋଲି କହିବାଟା ଭୁଲ ହେବ। ପ୍ରଭୁଙ୍କ ବାକ୍ୟ ସଫଳ ହେଲା, ସଫଳ ହେବା ନିମନ୍ତେ ଭୂମିକମ୍ପ ହେଲା, ଏ ବିଷୟ ମୁଁ କହିପାରିବି। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ଯଦି ଆପଣ ପ୍ରଥମ ଥର ପାଇଁ ଏହି ଚ୍ୟାନେଲକୁ ଆସିଛନ୍ତି, ତେବେ ଏହି ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରି ରଖନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ଆଉ କମେଣ୍ଟ କରନ୍ତୁ, ଆଉ ଭିଡ଼ିଓକୁ ଅନ୍ୟମାନଙ୍କ ପାଖକୁ ସେୟାର କରନ୍ତୁ, ଯେପରି ଅନ୍ୟମାନେ ମଧ୍ୟ এইভাবে ভিডিওগুলিকে দেখা নিমন্তে সুযোগ পাইবে। धन्यवाद। छत्तीसगढ़ के बस्तर में भूकंप के झटके महसूस किए गए हैं, जिसकी वजह से डर के मारे अपने घरों से बाहर लोग नहीं निकल रहे हैं। हालांकि भूकंप से किसी तरह की जान माल के नुकसान की खबर नहीं है। छत्तीसगढ़ के सुकमा में भूकंप की वजह से अफरा तफरी मच गई। सुकमा के अलावा बस्तर संभाग में बीजापुर, जगदलपुर सहित कई जगहों पर भूकंप के झटके महसूस किए गए, जिसके बाद लोग डर के मारे घरों से बाहर निकल आए। वहीं लोगों में दहशत का माहौल है। सुबह 7:32 के करीब भूकंप के झटके महसूस किए गए। वहीं भूकंप के झटके की पूरी घटना सीसीटीवी में कैद हो गई, जिसमें भूकंप आने के बाद सड़कों पर गाड़ियां हिलने लगी। वहीं सड़क पर चल रही गाड़ियों ने अपनी रफ्तार धीमी कर दी। रिक्टर स्केल पर भूकंप की तीव्रता 5.3 मापी गई और भूकंप